লিখনের কাহিনী ଆଜିର ଗଳ୍ପ ଆନନ୍ଦଙ୍କ ପ୍ରଶ୍ନ। ଥରେ ଗୌତମ ବୁଦ୍ଧଙ୍କ ପଟ ଶିଷ୍ୟ ଆନନ୍ଦ ପଚାରିଲେ, ତଥାଗତ, ଆପଣ କହୁଛନ୍ତି ଯେ ମୋକ୍ଷ ଲାଭ କରିବା କ୍ଷମତା ସମସ୍ତଙ୍କ ପାଖରେ ଅଛି। ଯିଏ ଚାହିଁବ ସେ ମୋକ୍ଷ ଲାଭ ପାଇପାରିବ। ତେବେ ଲୋକ ମୋକ୍ଷ ଲାଭ କରୁନାହାନ୍ତି କାହିଁକି? ବୁଦ୍ଧ ଓ ଆନନ୍ଦ ଚାଲି ଚାଲି କୌଣସି ଏକ ସ୍ଥାନକୁ ଯାଉଥିଲେ। ଆନନ୍ଦଙ୍କ ମନରେ ଉଠିଥିବା ପ୍ରଶ୍ନ ଶୁଣି ବୁଦ୍ଧ କେବଳ ହସିଦେଲେ, କିଛି କହିଲେ ନାହିଁ। କିଛି ବାଟ ଗଲା ପରେ ପଡ଼ିଲା ଗୋଟିଏ ଜନବସତି। ବୁଦ୍ଧ ଆନନ୍ଦଙ୍କୁ କହିଲେ, ଆମେ ଏଠାରେ ଆଜି ବିଶ୍ରାମ ନେବା। ସନ୍ଧ୍ୟା ହେବାକୁ ଏବେ ବି ବହୁ ସମୟ ବାକି ଅଛି। ତୁମେ ଗୋଟିଏ କାମ କର, ଏହି ବସତିର ଲୋକମାନଙ୍କୁ ଭେଟି କେବଳ ଗୋଟିଏ ପ୍ରଶ୍ନ ପଚାର। ତାହା ହେଲା, ସେମାନଙ୍କ ପ୍ରକୃତରେ କ'ଣ ଚାହାନ୍ତି? ଆନନ୍ଦ କହିଲେ, ଯଥା ଆଜ୍ଞା, କିନ୍ତୁ ମୋ ପ୍ରଶ୍ନର ଉତ୍ତର ମୁଁ ପାଇଲି ନାହିଁ। ବୁଦ୍ଧ କହିଲେ, ପ୍ରଥମେ ମୋର ଦିଆଯାଇଥିବା ସହଜ କାମଟି କରିଦିଅ, ଉତ୍ତର ପାଇଯିବ। ଆନନ୍ଦ ବାହାରି ଗଲେ। ସନ୍ଧ୍ୟା ପୂର୍ବରୁ ସେ ଗୋଟିଏ ତାଲିକା ଆଣି ବୁଦ୍ଧଙ୍କୁ ଦେଲେ। ସେଥିରେ ବିଭିନ୍ନ ଲୋକ ଯାହା ଚାହାନ୍ତି ତାହା ଲେଖା ଥିଲା। ବୁଦ୍ଧ ତାଲିକାକୁ ପଢ଼ିଗଲେ। କିଏ ଚାହୁଁଥିଲା ସମ୍ପତ୍ତି ତ କିଏ ଚାହୁଁଥିଲା ଯଶ, ତ ପୁଣି କିଏ ସୁଖ ଚାହୁଁଥିଲା ବା ଆରୋଗ୍ୟ। ବୁଦ୍ଧ କହିଲେ, କାହିଁ କେହି ଜଣେ ହେଲେ ତ ମୋକ୍ଷ ଲାଭ କରିବା ଚାହିଁନାହାନ୍ତି। ମୋକ୍ଷ ଲାଭ କରିବା କ୍ଷମତା ସମସ୍ତଙ୍କ ପାଖରେ ଅଛି, କିନ୍ତୁ ମୋକ୍ଷ ଲାଭ କରିବା ଆଗ୍ରହ ବା ଇଚ୍ଛା କାହା ପାଖରେ ନାହିଁ। ପ୍ରଥମେ ଦରକାର ଆଗ୍ରହ, ତାପରେ ଯାଇ ପ୍ରାପ୍ତିର ବାଟ ଫିଟିବ। ଦର୍ଶକ ବନ୍ଧୁ, କ୍ଷୁଦ୍ର ଗଳ୍ପ ସାହାଯ୍ୟରେ ଆପଣମାନଙ୍କୁ ଏଣ୍ଟରଟେନମେଣ୍ଟ କରିବା ଏହା ମୋର ଛୋଟିଆ ପ୍ରୟାସ। ଯଦି କୌଣସି ଉଚ୍ଚାରଣରେ ଭୁଲ ଥାଏ ତାହେଲେ ମୋତେ କ୍ଷମା କରିଦେବେ। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।